ଆଲୋଚନା କରୁ କରୁ କେତେ ବିଷୟ ଜାଣିଲୁ, ବହୁତ ଭଲ ଲାଗିଲା। ଲୋକମାନେ ଆଜି ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟ ଆସିନାହାନ୍ତି ବୋଲି ସେ ଜିହୋବାକୁ ଅଛନ୍ତି, ସେମାନେ ଖ୍ରୀଷ୍ଟଙ୍କ ଆଡକୁ ଯାଇନାହାନ୍ତି। ହେଲେ ଆମେ ଅଲରେଡି ଜାଣିପାରିଲୁ ଯେ ଖ୍ରୀଷ୍ଟ ଆସିଲେ, ଯୀଶୁକୁ ଜାଣିଲା ପାଇଁ ବୋଲି ଆମେ ପିତା ପରଠାରୁ ଜାଣିଛୁ ତାଙ୍କ ଥ୍ରୋରୁ। ସେ ହଁ ଆମକୁ ହଁ ମନୋନୀତ କଲେ ବୋଲି କେବେ ଯୋଉଟା ଯୋଉ କହିଲୁ ସେ ପ୍ରଥମରେ ଆମେ ଆରମ୍ଭ କରି କଥା ହଉଥିଲୁ ହଁ ଯେ ହଁ ଜହନରେ ଆମେ ଦେଖିଲୁ ଯେ ଆମେ ପ୍ରଥମେ ଯୀଶୁ ଆମକୁ ମନୋନୀତ କଲେ ବୋଲିକି ଆମେ ଯୀଶୁଙ୍କୁ ଦେଇକି ପିତା ପରଠାରୁ ଜାଣିଛୁ। ଜାଣିଛୁ କିନ୍ତୁ ଆମର ବାସ୍। ପିତା ପୁରୁଷର ମାନେ ସେ ହଉଛନ୍ତି ବିଚାର କର୍ତ୍ତା। ହଁ ହଁ କିନ୍ତୁ ସେ କହିଲେ ଶେଷରେ ସେ ପିତା ପୁରୁଷ ବିଚାର କରିବେ ନାହିଁ, ଯୀଶୁ ହିଁ ବିଚାର କରିବେ। ସେ ଦ୍ଵିତୀୟ କରିବେ ଗମନ ନାଇଁ, ସେ ସବୁ କର୍ତ୍ତୃତ୍ୱ ଭାର ତାକୁ ଦିଆହେଇଛି ନା। ହଁ କର୍ତ୍ତୃତ୍ୱ ଭାର ତାକୁ ଦିଆଯାଇଛି, ସେଇ ଆସିବ ସବୁ ସେ ସମର୍ପଣ କରୁଛନ୍ତି ପୁରା, ହଁ ସେଥିପାଇଁ ସବୁ ଏ ଆମେ ଟୁ ଜେଡ୍ କେବଳ ସେ ପିତା ହିସାବରେ ରହିବେ, ହଁ କିନ୍ତୁ ସେ ନହେଲେ ସବୁ କିଛି ଯୀଶୁଙ୍କ ଠାରୁ ଅଛି। ସେଥିପାଇଁ ଆମେ ଯଦି କହିବା ଜିହୋବାକୁ ଯଦି କହିଲେ ଜିହୋବା ତ ଓଲ୍ଡ ଟେଷ୍ଟମେଣ୍ଟ ଥିଲେ, ଓଲ୍ଡ ଟେଷ୍ଟମେଣ୍ଟ ଥିଲେ ମୁଁ ଜଣେ ଆକା କିଛି କରିପାରିବି ନାହିଁ ବୋଲି ଯୀଶୁ ଆସିକି ତାଙ୍କର ରୀତିନୀତି ପାଳନ କଲେ, ଯୋଉଟା କି 30 ବର୍ଷ ପରେ ହିଁ ଈଶ୍ୱରଙ୍କ କାର୍ଯ୍ୟ କରିବାକୁ ପଡିବ ବୋଲିକି ସେ ଆଉ ଚୁପଚାପ ରହିଲେ, ନିରବତାର ସମୟ ଅବଲମ୍ବନ କଲେ। ସେ ତ 12 ବର୍ଷରେ ଆଉ ଈଶ୍ୱରଙ୍କ କାର୍ଯ୍ୟ ପଣ୍ଡିତ ମାନେ କଥା ଶୁଣୁଥିଲେ, ସେତେବେଳେ ତ ସେ ଦେଇ ପଡିକି ପ୍ରଭୁଙ୍କ ବାକ୍ୟ ପ୍ରଚାର କରିଥାନ୍ତେ ପୁଣି, କିନ୍ତୁ ହଁ ସେ ହଁ ନିରବ ରହିଲା। କାରଣ କଣ? ସେଥିର ନିୟମ ଥିଲା ଯେ ଯଦି 30 ବର୍ଷ ନହେଲେ ଈଶ୍ୱରଙ୍କ ବାକ୍ୟ କହିବ ନାହିଁ। କହିବ ଇସ୍ରାଏଲ ନାହିଁ। ଲୋକମାନଙ୍କ ରୀତିନୀତି, ସେଥିପାଇଁ ହଁ ସେ ମାନେ ସେଇ ଅନୁସାରେ ସେ ଅପେକ୍ଷା କରିବାକୁ ପଡିଲା। କିନ୍ତୁ 3 କରିଲା ବର୍ଷ କାମ କଲା ଭିତରେ ଯେ ସେ ମାନେ 3 ବର୍ଷ 6 ମାସ ଭିତରେ ତାଙ୍କର ଦେଖିଲେ, ସବୁଦିନ ଦେଖୁଛନ୍ତି ସବୁଦିନ ଯାଉଛନ୍ତି କିନ୍ତୁ ଦେଖୁଛନ୍ତି, କିନ୍ତୁ ଯୋଉଟା ଥିଲା ଯେ ଯେତେ ଆତ୍ମାରେ ଉତ୍ତପ୍ତ ହେଇଗଲେ ସେତେବେଳକୁ ସେ ଉଲ୍ଟା ପାଲ୍ଟା କହିଗଲେ ଯେ ଈଶ୍ୱର କରିଲେ। ଗୃହରେ ବେପାର କରିବାର ଏଇଟା କଣ ବେପାର କରୁଛ ବୋଲିକି। ହଁ ପିତାଙ୍କ ଘରେ ସବୁ କରିବା ଭଲ ନାହିଁ ନୁହେଁ। ସେଟା ସେମିତି ଆଉ ସୁଶାନ୍ତ ଦେଖୁଛି କହିଦଉଛି, କହିଲେ ସୁଶାନ୍ତ ଖରାପ, କିନ୍ତୁ ମୁଁ କଣ ପାଇଁ କହିଲି, କାହିଁକି କହିଲି, କହିବାର କଣ ପାଇଁ ଥିଲା ସେଟା ଜାଣିପାରନ୍ତି। ସେଥିପାଇଁ ହଁ ହଁ ସତ୍ୟ ଯୋଉମାନେ କୁହନ୍ତି ସେମାନେ ମାନେ ସତ୍ୟ ହିଁ ସେମାନଙ୍କର ଇମ୍ପୋର୍ଟାଣ୍ଟ, ବୁଝିଲେ କି ନାଇଁ? ସେଥିପାଇଁ ଆମେ ଇମ୍ପୋର୍ଟାଣ୍ଟ, ବହୁତ ବଢିଆ। ପିତାଙ୍କୁ ଆମେ ବି ଆପଣଙ୍କୁ ବହୁତ ଖୁସି, ହଁ ଆପଣଙ୍କୁ ସ୍ଵାଗତ କରୁଛୁ। ଆମେ ସମସ୍ତେ ମିଶିକି ପରମେଶ୍ୱରଙ୍କର ଉପାସନା କରିବା। ଆମେ ଯେମିତି ବିଜାତି ଲୋକମାନଙ୍କ ଠାରୁ ଏପରି ଶିକାର ନ ହେଉ। ନା ମୋର କହିବା କଥା। ସେଇଟା ଯେ ମୁଁ ମୋର ବାବୁ ବୁଝିଲେ କି ନାଇଁ? ହଁ ହଁ ମୁଁ ଫାଉଣ୍ଡେସନ ମାନେ ମୁଁ ଘର ଦ୍ଵାରା ଛାଡିକି 3 ବର୍ଷ ଏଇଟା ମୁଁ ସତ ବୋଲିକି ମୁଁ ଧରିଛି। ସେଥିପାଇଁ ମୁଁ ମତେ ସେ ସପୋର୍ଟ କି ଏଇଟା ମୁଁ ଇମ୍ପୋର୍ଟାଣ୍ଟ ଦିଏ ନାହିଁ। ମୁଁ ମୋର ଇମ୍ପୋର୍ଟାଣ୍ଟ ବାସ୍ ହଉଛି ବାସ୍, ପିତା ବହୁତ ବଢିଆ। ପୁତ୍ର ଏଠି କିଛି ମିଳିବ ନାହିଁ, ଏଠି ଯୋଉ ଆପଣ କହୁଛନ୍ତି ହଁ ଏଠି ଝିଅ ୱିଟନେସ ରେ ନାଇଁ କି ହୁଁ କିଛି ମିଳିବ ନାହିଁ। ଇସ୍ରାଏଲ ଲୋକମାନଙ୍କ ଧର୍ମକୁ ସେଇଟା ସେମାନେ ଷ୍ଟ୍ରଙ୍ଗ କରିବା ପାଇଁ ଗୋଟେ ସେ ସଂଗଠନ ଚଲେଇଛନ୍ତି। କିନ୍ତୁ ଆମେ ଇସ୍ରାଏଲ ଲୋକ ଆଜି ପର୍ଯ୍ୟନ୍ତ ପୁରା ଯୀଶୁ କିଏ ବିଶ୍ୱାସ କରିନାହାନ୍ତି। ନାଇଁ ନାଇଁ ନାଇଁ, ଆମେ ତ ଯୀଶୁକୁ ବିଶ୍ୱାସ କରିକି ପିତା ପରକୁ ଜାଣିଛୁ ନା। ୟାର ହେଲେ ଶୁଣନ୍ତୁ, ହଁ ଆପଣ ଶୁଣିଥିବେ ସେମିତି, ହୁଁ କିନ୍ତୁ ଆମ ବାଇବେଲ ଅନୁସାରେ ସେଟା ନୁହେଁ ହେଲା। ହୁଁ ବାଇବେଲ ଅନୁସାରେ ପୁରା ସେଟା ଆପଣ ଲୋକ କୁହା କଥା ଶୁଣିଥିବେ, ଇସ୍ରାଏଲ ଧର୍ମ ବିଷୟରେ ଏ ବିଷୟରେ। ହୁଁ ନାଇଁ ସେମିତି ନାହିଁ ତ। ଏଇଟା ଯଦି ଆପଣ ଶିଖିବେ ଆଉ ଜାଣିବା ପାଇଁ ଚାହୁଁଛନ୍ତି ବିଷୟ, ହଉ ନା ପ୍ରଭୁ ଆପଣ କିଛି ଆଶୀର୍ବାଦ ଖରାପ ଭାବିଲେ? ନାଇଁ ନାଇଁ ନାଇଁ, ମୁଁ ଯଥେଷ୍ଟ ମୁଁ ଶିଖିଲି, ଆପଣଠୁ ଶିଖିଲି। ଆପଣ ବହୁତ ମତେ କହିଲେ ବୟସରେ କମ, ମୁଁ ତ ଭାବୁଛି ବୟସ କମ ଆପଣ ଥିବ, କିନ୍ତୁ ତଥାପି ମତେ ବହୁତ ଜିନିଷ ମତେ ସକାଳେ ସକାଳେ କହିଲେ। ସେଥିପାଇଁ ପ୍ରଭୁ ଆଶୀର୍ବାଦ କରନ୍ତୁ, ଆତ୍ମିକର ଅଭିବୃଦ୍ଧି ହୁଅ, ଈଶ୍ୱରଙ୍କ କାର୍ଯ୍ୟ ପାଇଁ ଠିଆ ହୁଅ, ଈଶ୍ୱର ଆପଣମାନଙ୍କୁ ବ୍ୟବହାର କରନ୍ତୁ। ଆଉ ରହିଲା। ହଁ ଓକେ ଓକେ, ହଁ ବାଏ। ପ୍ରେଜ୍ the Lord, ପ୍ରେଜ୍ the Lord, ବାଏ।